ओ सुग्रीवमित्रं रघुराजपुत्रं वने चरन्तं शरतापहस्तं सीतापतिं धजटाकलापं रामं भजेशं तमचिन्तरूपं श्रीराम जय जय राम जय रघुनंदन जय घनश्याम। भक्तवत्सल भगवान की जय। जन्माम श्रुतिमात्रत परिमितं संसार वारानिधिं तीर्था गच्छन्ति दुर्जनपि परमं विष्णुपदं शाश्वतं तस्यैव स्थितिकारणं त्रिजगतं रामस्य भक्तप्रिया जूयं किनु समुद्रमात्रतरुणे सप्तकथं वानरा। श्रीराम जय राम जय जय राम श्रीराम जय राम जय जय राम जय रघुनंदन जय घनश्याम जय रघुनंदन जय घनश्याम। भक्तवत्सल भगवान की जय। मर्यादा पुरुष राम नारायण की जय। लक्ष्मणलाल जी की जय। भरतलाल जी की जय। शत्रुघ्नलाल जी की जय। जनक नंदिनी सीता देवी की जय। संकटमोचन हनुमान की जय। झंकटवासिनी माँ शारदा को जय। स्वर्गमत्य पाताल की जय। दशजुग पालन को जय। यूट्यूब कर्मकर्ता मान को जय। मोर प्रिय श्रोता बंधु मान को जय। अग्नि देवता की जय। जल देवता की जय। वसुधा देवता को जय। पवन देवता को जय। सूर्य देवता को जय। चंद्र देवता को जय। मोर प्रिय श्रोता बंधु आपण को मथारटा प्रणाम करी आरंभ करिया जाऊँ। ये धारावाहिक संपूर्ण रामायण कथा आपण माने दयाकरी संपूर्ण शुणिबे। कस्मिन काले दरखंडिया करिवे नाही। दरखंडिया कले फल मिलिब नाही। एणु आमे संपूर्ण शुणिबा। यदि भल लगे सब्सक्राइब टी करवा और लाइक टी करवा एति निवेदन करी विषय वस्तु आरंभ करवा। आपण माने शुणुछंती सेतु बंध सरी जाइछ। मर्यादा पुरुष राम निज स्वहस्तर गोटे सुंदर शिवलिंग तैयारी कले। तापरे बानर सेना मानू कहले भल पत्थर आनी दियो नल सुंदर मंदिर करिवे। पत्थर आनिक देले सुंदर निर्माण मंदिर निर्माण सरीगला। महादेव शिवलिंग मूर्ति की भी सारीदेले। समस्ते देखी आनंद हेले। तापर श्रीराम कहले आग मंदिर प्रतिष्ठा हेब तापर सेतु बंध प्रतिष्ठा हेब। क्यों पुरोहित प्रतिष्ठा कार्य करिव। सुग्रीव कहले प्रभु ये मर्त्य मंडल भल पुरोहित किए अच्छी प्रतिष्ठा करिव। पितामह ब्रह्मा जदि आसी प्रतिष्ठा करते भल होता। एक कथा समस्त मन को पाइला। समस्त कहले प्रभु सुग्रीव ठीक कथा कहते। मर्यादा पुरुष राम कहले मु तो सामान्य मानव ब्रह्मा देवता मो कथा सी कौन आसवे। ये कथा शुणी विभीषण कहले हे प्रभु
ଦେବର୍ଷି ନାରଦଙ୍କୁ ଆପଣ ସ୍ମରଣ କରନ୍ତୁ। ନାରଦ ଏଠିକି ଆସିଲେ ଉପଯୁକ୍ତ ମନ୍ତ୍ରଣା ମିଳିବ। ଶ୍ରୀରାମ ନାରଦଙ୍କୁ ସ୍ମରଣ କରିବା ମାତ୍ରେ ନାରଦଙ୍କର ତ ଶ୍ରୋତା ବନ୍ଧୁ ଦେବଯାନ ସାଙ୍ଗେ ସାଙ୍ଗେ ଆସିକି ପହଞ୍ଚିଗଲେ। ଦେବର୍ଷିଙ୍କୁ ଦେଖି ସମସ୍ତେ ଆନନ୍ଦ ହେଲେ। ତାପରେ ନାରଦଙ୍କୁ ପ୍ରଣିପାତ ସମସ୍ତେ କଲେ। ତାପରେ ନାରଦ କହିଲେ, ହେ ବ୍ରହ୍ମାଣ୍ଡପତି, କାହିଁକି ମୋତେ ସ୍ମରଣ କଲେ? ମର୍ୟାଦା ପୁରୁଷ ରାମ କହିଲେ, ପିତୃସତ୍ୟ ପାଳି ଆମ୍ଭେ ବନବାସ ଆସିଥିଲୁ, ପଞ୍ଚବଟରେ ରହିଥିଲୁ। ସେଠାରୁ ରାବଣ ଆସି ସୀତାଙ୍କୁ ଚୋରି କରି ନେଲା। ସୀତାଙ୍କୁ ଉଦ୍ଧାର କରିବା ପାଇଁ ଏ ବାନରମାନେ ସେତୁ ବନ୍ଧ ନିର୍ମାଣ କଲେ। ସମସ୍ତେ କହିଲେ, ନାରଦଙ୍କୁ ପଚାରନ୍ତୁ, ସିଏ ଯାହାକୁ ପ୍ରତିଷ୍ଠା କରିବା ପାଇଁ କହିବେ ସେ ବ୍ରାହ୍ମଣ ଆସି ପ୍ରତିଷ୍ଠା କରିବ। ଆଉ ଏ କଥା ଶୁଣି ନାରଦ କହିଲେ, ପ୍ରତିଷ୍ଠା କରିବା ପାଇଁ ଯୋଗ୍ୟ ବ୍ରାହ୍ମଣ ସ୍ୱର୍ଗପୁରରେ ବ୍ରହ୍ମା ଆଉ ମର୍ତ୍ତ୍ୟପୁରରେ ଜଣେ ଅଛନ୍ତି, ଠିକ୍ ବ୍ରହ୍ମାଙ୍କ ସମାନ। ସେ ହେଲା ରାବଣ। ଆପଣ ରାବଣକୁ ଡାକିବେ ନା? ବର୍ତ୍ତମାନ ତ ରାବଣ ଆପଣଙ୍କର ଶତ୍ରୁ। ଶ୍ରୀରାମ କହିଲେ, ମୁନିବର, ଇଏ ତ ବଡ଼ ବିଚିତ୍ର କଥା କହିଲେ। ମୁଁ ରାବଣକୁ ମାରିବା ପାଇଁ ସେତୁବନ୍ଧ ନିର୍ମାଣ କରେଇଛି। ତାପରେ ରାବଣ ପୁରୋହିତ ହୋଇ ପାରିବ କେମିତି? ରାବଣ ତ ଅସୁର ସ୍ୱଭାବର, ମଦ ମାଂସ ଆହାର କରେ, ପରନାରୀ ହରଣ କରେ, ବ୍ରାହ୍ମଣ ଋଷିମାନଙ୍କୁ ବହୁତ କଷ୍ଟ ଦିଏ। ଋଷିମାନଙ୍କୁ ରାଜକର ମାଗେ। ରାବଣ ଗୋଟେ ମୂଢ଼ମତି, ମନ୍ଦ ସ୍ୱଭାବର, ସଦାଚାରୀହୀନ। ସିଏ କ'ଣ ପୁରୋହିତପଣ କରିବାକୁ ଯୋଗ୍ୟ ହେବ? ନାରଦ କହିଲେ, ରାବଣ ଅସୁର ସତ, କିନ୍ତୁ ମହାଜ୍ଞାନୀ। ଆପଣ ସ୍ୱୟଂ ବିଷ୍ଣୁ ବୈକୁଣ୍ଠ ବିହାରୀ। ଆପଣଙ୍କ ଦ୍ୱାରପାଳ ରାକ୍ଷସ ରାବଣ ଥିଲା। ରାବଣ ସିନା ରାକ୍ଷସ ଗର୍ଭରୁ ଜନ୍ମ ହୋଇଛି, କିନ୍ତୁ ବିଭିନ୍ନ ଶାସ୍ତ୍ରରେ ରାବଣ ପଣ୍ଡିତ। ଯୁଦ୍ଧଶାସ୍ତ୍ର, ନୀତିଶାସ୍ତ୍ର ଆଉ ରାଜତନ୍ତ୍ର, ବେଦ, ନ୍ୟାୟଶାସ୍ତ୍ର ଏସବୁ ଆୟତ୍ତ କରିଛି ରାବଣ। ପ୍ରଭୁ ମହାଜ୍ଞାନୀ ରାବଣ। ଯଜ୍ଞ ଆଉ ପ୍ରତିଷ୍ଠା କରିବା ପାଇଁ ସେହି ଏକା ଏ ମର୍ତ୍ତ୍ୟମଣ୍ଡଳରେ ଯୋଗ୍ୟ। ସେହି ରାବଣକୁ ଡାକି ପ୍ରତିଷ୍ଠା କରନ୍ତୁ। ଆପଣଙ୍କ ନିମନ୍ତ୍ରଣ ରକ୍ଷା କରି ନିଶ୍ଚିତ ପ୍ରତିଷ୍ଠା କରିବାକୁ ରାବଣ ଆସିବ। ଆମେ ଯେଉଁ ରାବଣ ଶତ୍ରୁ ବୋଲି କଥାବାର୍ତ୍ତା ହେଲେ, ରାବଣ ନିଜର ମୁକ୍ତି ପାଇଁ ସୀତାଙ୍କୁ ହରଣ କରିଛି, ଆଉ କିଛି ତାର ଉଦ୍ଦେଶ୍ୟ ନଥିଲା। ଲୋକାଚାରରେ ରାବଣ ଅସୁର, କିନ୍ତୁ ଅସୁର ସ୍ୱଭାବ ଅଛି, କିନ୍ତୁ ମନ ଭିତରେ ତାର ସଦାଚାର ଅଛି, ନିର୍ମଳ ସ୍ୱଭାବର। ଲୋଭ, ମୋହ, ମାୟା ତା ମନ ଭିତରେ କିଛି ନାହିଁ। ସୀତା ହରଣ, ରାବଣ ମରଣ ଏକଥା ରାବଣ ଜାଣି ସୀତାଙ୍କୁ ଚୋରି କରି ଆଣି ଅଶୋକ ବନରେ ରଖିଛି। ଜନନୀ ରୂପରେ ସୀତାଙ୍କୁ ରାବଣ ଦେଖେ, ଆଉ ଲୌକିକ ମତରେ ମନ୍ଦ କାର୍ଯ୍ୟ କରେ। ଆଉ ସୀତାଙ୍କୁ ପାପ ନୟନରେ
ରାବଣ କେବେ ଚାହିଁ ନାହିଁ। ଯଦି ରାବଣ ଅତ୍ୟାଚାରୀ ହୋଇଥାନ୍ତା ସୀତାଙ୍କର ସତୀପଣ କ'ଣ ରଖିଥାନ୍ତା? ଏପର୍ଯ୍ୟନ୍ତ ସୀତାଙ୍କର ସତୀପଣ ନଥାନ୍ତା। ଆପଣଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ ହୋଇ ସୀତାଙ୍କୁ ହରଣ କରିଛି। ମୋ କଥା ମାନି ରାବଣକୁ ଚିଠି ଲେଖନ୍ତୁ, ଦୂତ ନେଇକି ଯାଉ, ରାବଣକୁ ଦେଉ। ରାବଣ ଆସୁଛି କି ନାହିଁ ପ୍ରତ୍ୟକ୍ଷରେ ଆପଣ ଦେଖନ୍ତୁ। ଏଭଳି କଥା କହି ନାରଦ ରାମ ନାମ ମୁଖରେ ଗାୟନ କରି ଗାଇ ଚାଲିଗଲେ। ନାରଦ କଥା ଶୁଣି ଶ୍ରୀରାମ ସ୍ତମ୍ଭୀଭୂତ ହୋଇ ଟିକେ ବସିଗଲେ। ତାପରେ ଲକ୍ଷ୍ମଣ, ସୁଗ୍ରୀବ, ବିଭୀଷଣ ସମସ୍ତଙ୍କୁ ପାଖକୁ ଡାକିଲେ। ଡାକି କହିଲେ, ନାରଦଙ୍କ କହିବା କଥା ମୁଁ କହୁଛି ଶୁଣ। ସବୁ ନାରଦ ଯାହା କହିଥିଲେ ତାଙ୍କୁ ସବୁ କହିଲେ। ତାପରେ କହିଲେ, ତୁମ ମନକୁ କ'ଣ ପାଉଛି କୁହ। ଏକଥା ଶୁଣି ଲକ୍ଷ୍ମଣ, ସୁଗ୍ରୀବ, ଅଙ୍ଗଦ, ହନୁମାନ ଆଦି ସବୁ ବୀରମାନେ କହିଲେ, ନାରଦ କହିବା କଥା ଅବଶ୍ୟ ଠିକ୍ କହିଛନ୍ତି ସତ, କିନ୍ତୁ ଶତ୍ରୁ ହାତରେ ଶୁଭ କାର୍ଯ୍ୟ କରିବେ କେମିତି? ଯଦି ରାବଣ ପ୍ରତିଷ୍ଠା କରେ, ଆମର ଯଦି ଅମଙ୍ଗଳ ତା ଭିତରେ କଲା, ଯେତେ ପରିଶ୍ରମ ପ୍ରଭୁ ହେଲାଣି ସବୁ ନିଷ୍ଫଳ ହୋଇଯିବ। ତେଣୁ ଅନ୍ୟ ବ୍ରାହ୍ମଣ ହସ୍ତରେ ପ୍ରତିଷ୍ଠା କାର୍ଯ୍ୟ କରନ୍ତୁ। ଆପଣ ନାରଦ କଥା କହୁଛନ୍ତି, ତାଙ୍କ କଥାରେ ସତ୍ୟ ଅଛି ନା? ସବୁବେଳେ ତ ନାରଦ କଳି ଲଗାଇବାରେ ବ୍ୟସ୍ତ। ଯେଉଁ ସେତୁବନ୍ଧ ପ୍ରତିଷ୍ଠା ହେଲେ ରାବଣ ମରିବ, ମୃତ୍ୟୁକୁ ଆଖି ଆଗରେ ରଖି ନିଜ ସ୍ୱଇଚ୍ଛାରେ ପ୍ରତିଷ୍ଠା କରିବାକୁ ଆସିବ ନା? ମୋତେ କାହିଁ ଲାଗୁନି। ତାପରେ ହନୁମାନ କହିଲେ, ପ୍ରଭୁ ମୋତେ ଆଜ୍ଞା ଦିଅନ୍ତୁ, ମୁଁ ସ୍ୱର୍ଗପୁରକୁ ଯାଇ ବ୍ରହ୍ମାଙ୍କୁ ଆଣିବି। ନାରଦଙ୍କ କଥାରେ ପ୍ରଭୁ ଆଉ ମନ ବଳାନା। ଶତ୍ରୁ ରାବଣ ଆସିଲେ ଏଠି କଳହ ହୋଇପାରେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ସବୁ ବୀରମାନେ ଗୋଟେ ଗୋଟେ କଥା କହିଲେ। ବିଭୀଷଣ କିନ୍ତୁ ନୀରବ। ବିଭୀଷଣ ନୀରବ ହୋଇ ସବୁ ଶୁଣୁଥିଲେ। ବର୍ତ୍ତମାନ ବିଭୀଷଣର ପାଳି। ବିଭୀଷଣ କହିଲେ, ପ୍ରଭୁ ମୋତେ ଲାଗୁଛି ନାରଦ ଯାହା କହିଗଲେ ସବୁ ସତ୍ୟ। ରାବଣ ମୋର ଅଗ୍ରଜ, ମୁଁ ତାର ସାନ ଭାଇ। ମୁଁ ତାର ସମସ୍ତ କଥା ସବୁ ଜାଣିଛି। ରାବଣ ଭଳି ଜ୍ଞାନୀ ଇଏ ତିନି ଭୁବନରେ ନାହିଁ। ବେଦଜ୍ଞାନୀ ରେ ପଣ୍ଡିତ ସିଏ। ଏ ତିନି ଭୁବନରେ ବେଦ ବିଷୟରେ ରାବଣ ଏକା। ବ୍ରହ୍ମାଙ୍କ ତୃତୀୟ ବଂଶରେ ରାବଣ ଜନ୍ମ। ଆଉ ଗୋଟିଏ ଚିନ୍ତା ମୋ ମନକୁ ଆସୁଛି, ରାବଣ ଏଠିକି ଆସିଲେ କିଛି ଅନର୍ଥ ଘଟାଇପାରେ। ଆପଣ ତ ଅନ୍ତର୍ଯ୍ୟାମୀ ସ୍ୱୟଂ ନାରାୟଣ। ଆପଣ ସ୍ୱସ୍ତର ପ୍ରତିଷ୍ଠା କାର୍ଯ୍ୟ ସମ୍ପୂର୍ଣ୍ଣ କରୁନାହାନ୍ତି। ଅନ୍ୟ ପୁରୋହିତର କ'ଣ ପ୍ରୟୋଜନ ଅଛି? ଯଦି ଆପଣଙ୍କ ମନରେ ସଂଶୟ ହେଉଛି ବା ସନ୍ଦେହ ହେଉଛି, ତାହେଲେ ଜାମ୍ବବ ମନ୍ତ୍ରୀଙ୍କୁ ପଚାରନ୍ତୁ। ତାଙ୍କୁ ତ ଭବିଷ୍ୟତ କଥା ଜଣା। ଏ କଥାଟି ମର୍ଯ୍ୟାଦା ପୁରୁଷ ରାମଙ୍କ ମନକୁ ପାଇଲା। କହିଲେ, ଜାମ୍ବବ ତୁମେ ତ ତ୍ରିକାଳଜ୍ଞ ଜ୍ଞାନୀ,
ମୌନ ହୋଇକି ବସିଛ କାହିଁକି କୁହ। ଦେବର୍ଷି ନାରଦ ଯାହା ସବୁ କହିକି ଗଲେ ସତ୍ୟ କି ମିଥ୍ୟା ଖାଲି ଏଇ କଥା କୁହ। ଯାବମତରେ କହିଲେ ପ୍ରଭୁ ନାରଦ ଯାହା ସବୁ କହିକି ଗଲେ ସବୁ ସତ୍ୟ। ରାବଣ କିନ୍ତୁ ଶ୍ରେଷ୍ଠ ବ୍ରାହ୍ମଣ। ତା ପାଖକୁ ନିମନ୍ତ୍ରଣ କାର୍ଡ଼ ପଠାନ୍ତୁ। ରାବଣ ନିଶ୍ଚିତ ଭାବରେ ନିମନ୍ତ୍ରଣ ସାଦର ଗ୍ରହଣ କରିବ ଆଉ ଯଥା ସମୟରେ ଆସିକି ରାବଣ ପହଞ୍ଚିବ। ଏକଥା ଶୁଣି ଶ୍ରୀରାମ ବହୁତ ଖୁସି ହେଲେ। ତାପରେ ମର୍ଯ୍ୟାଦା ପୁରୁଷ ରାମ କହିଲେ ହନୁମାନ ଏଠି ତ ଆଉ ନାହିଁ ପ୍ରେସ୍ ନାହିଁ, ତାଳପତ୍ର ଖଣ୍ଡେ ଆଣ। ହନୁମାନ ତାଳପତ୍ର ଆଣିଲେ। ଶ୍ରୀରାମ ଲେଖିଲେ ଚିଠି। ପ୍ରଥମେ ଇଷ୍ଟ ସ୍ମରଣ ଓଙ୍କାର ଲେଖି ତାପରେ ଲେଖିଲେ ହେ ପୂଜ୍ୟାସ୍ପଦ ପୁରୋହିତ, ଆପଣଙ୍କ ପାଦରେ ମୋର ପ୍ରଣାମ ଜଣାଉଛି। ଏ ଦାସ ପ୍ରତି ଦୟା କରିବେ, ମୋର ବିନତି ଗ୍ରହଣ କରି କୃପା କରିବେ। ଲେଖିବାର କାରଣ ପିତୃ ସତ୍ୟ ପାଳି ମୁହିଁ ଥିଲି ବନସ୍ତରେ, ସଙ୍ଗତରେ ଥିଲେ ଭାଇ ଭାଜ୍ୟା ଯେ ମୋହର। ରାବଣ ଚୋରାଇ ମୋର ପତ୍ନୀକୁ ବନରୁ, ଲଙ୍କାପୁରେ ରଖିଅଛି ଆହେ ପୂଜ୍ୟ ଗୁରୁ। ସୀତାଙ୍କ ଉଦ୍ଧାର ପାଇଁ କପିକୂଳ ଧରି, ସମୁଦ୍ର ପାରି ହେବାକୁ ସେତୁ ବନ୍ଧ କରି। ରୁକ୍ଷ ବାନରଙ୍କ ସଙ୍ଗେ ଯିବି ମୁଁ ସେଠାର, ବନ୍ଦିନୀ ସୀତାଙ୍କୁ ମୁହିଁ କରିବି ଉଦ୍ଧାର। ଆପଣଙ୍କ କଲ୍ୟାଣରୁ ସେତୁ ବନ୍ଧ କର୍ମ, ସେ ସେତୁ ବନ୍ଧ କର୍ମ ରୁକ୍ଷ ବାନରଙ୍କ ଦ୍ୱାରା ହୋଇଛି ସମ୍ପନ୍ନ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ମନ୍ଦିର ଏକ ନିର୍ମାଣୀ ଶିବଲିଙ୍ଗ ତହିଁ, ଶିବଲିଙ୍ଗ ତହିଁ ସ୍ଥାପନ କରିଛି ସେତୁ ବନ୍ଧ ସ୍ଥାନେ ମୁହିଁ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ସେତୁ ବନ୍ଧର ପ୍ରତିଷ୍ଠା ଶୁଭ କର୍ମ ମାନ, ଶୁଭ କର୍ମ ମାନ ସମ୍ପାଦନ କରିବାକୁ ସମର୍ଥ ଆପଣ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ମହର୍ଷି ନାରଦ ଯେଣୁ ମୋତେ କହିଛନ୍ତି, ମୋତେ କହିଛନ୍ତି କେବଳ କାର୍ଯ୍ୟ ଯୋଗ୍ୟ ଆପଣ ଅଟନ୍ତି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭାବିଥିଲି ପିତାମହେ କରିବି ବରଣ, କରିବି ବରଣ ପ୍ରତିଷ୍ଠା କରିବା ପାଇଁ ସେତୁ ବନ୍ଧ ଜାଣ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। କିନ୍ତୁ ନାରଦ କହିଲେ ବ୍ରହ୍ମାଙ୍କ ସମାନ, ବ୍ରହ୍ମାଙ୍କ ସମାନ ସୁଯୋଗ୍ୟ ବ୍ରାହ୍ମଣ ମତେ ଅଟନ୍ତି ଆପଣ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ତେଣୁ ପୁରୋହିତ ପଣେ ବରୁଛି ଭକ୍ତିରେ,
ବଢ଼ୁଛି ଭକ୍ତିରେ ଜପମାନ ଯଜମାନ ରୂପେ ବାରେ ଘେନା କରିବାରେ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। हे गुरु, मोर अनुरोध क्रमे सेतुबंध प्रतिष्ठा कार्य समाप्त करी शिवलिंग प्रतिष्ठा करिवे। मो प्रति कल्याण करी सदैव हुंतु। मोर मनस्कामना सबु सफल करिवे। शत्रु हस्तरु मोर प्राणप्रिया सीता को उद्धार करिवे। हे पुरोधावर, तुम्भ श्रीपारे मोर एतिके विनती करुछि। ये दास उपरे टिके कृपा करतु। यज्ञ कर्म पाई जहाँ द्रव्य आवश्यक हेब तार तालिका प्रस्तुत करी दूत हाथ में देवे। इति आपणकर अपेक्षा रहिली। नमस्कार मोर प्रिय श्रोता बंधु, आज एतिके थाऊ। ये दास प्रति यदि आपणकर अनुग्रह थाए पुणी आगामी अध्याय आपण मैंने शुणिबे। आ जदि वीडियो भल लगे राम नारायण कथा सबु श्रोता बंधु मान को अनुरोध आपण मैंने वीडियो टिके सब्सक्राइब करेंगे और लाइक टे करेंगे। से मर्यादा पुरुष राम नारायण आपण मानकर तथा आपण मानक परिवारंकर आउ गुरुजनकर आपण मानक पिला मानकर आपण मानक सहित ये पृथ्वी रे जेते नर नारी पिला माने मोर गुरुजन समस्तंकर से राम नारायण मंगल करंतु। मनुष्य ठारू पशुपक्षी कीटपतंग पर्यंत समस्तंकर से राम नारायण मंगल करंतु। हे राम नारायण को नमस्कार करी 33 कोटि देवता को नमस्कार करी स्वर्गवर्त पाताल को नमस्कार करी दशरथी कपाल को नमस्कार करी झंकड़वासिनी माँ सारण को नमस्कार करी मोर प्रिय श्रोता बंधु मान को नमस्कार करी यूट्यूब कर्मकर्ता मान को मथलटा प्रणाम करी आज विदाय नवा मोर प्रिय श्रोता बंधु मान को पुनश्च आउ थे नमस्कार करी विदाय नौछि। जय श्री राम।